ଶ୍ରୋତାବନ୍ଧୁ ନମସ୍କାର। ଆଜି ଶୁଣନ୍ତୁ ବଙ୍ଗଳା ଭାଷାରୁ ଅନୁବାଦିତ ଗଳ୍ପ ମାନନୀୟ ପରୀକ୍ଷକ ମହାଶୟ ସମୀପେଷୁ। ଗାଳ୍ପିକ ନାରାୟଣ ଗଙ୍ଗୋପାଧ୍ୟାୟ। ଉପସ୍ଥାପନାରେ ମୁଁ ହିମାଂଶୁ ଶେଖର ମହାନ୍ତ। ସାର୍, ମୋର ଏଇ ଖାତା ଶେଷ ପର୍ଯ୍ୟନ୍ତ ଆପଣ ପଢ଼ିବେ କି ନା ଜାଣେ ନା, କାରଣ ଆପଣ ଦେଖୁଛନ୍ତି ଯେ ମୁଁ ଗୋଟିଏ ହେଲେ ପ୍ରଶ୍ନର ଉତ୍ତର ଲେଖି ନାହିଁ। ମୂଳରୁ ଶେଷ ଯାଇ ଏଇ ଚିଠିଟା ହିଁ ଲେଖୁଛି ଆପଣଙ୍କୁ। ଆପଣ ହୁଏତ ଲାଇନ୍ କେତୋଟା ପଢ଼ି ଭ୍ରୁକୁଟି କରିବେ, ଗୋଟିଏ ଜିରୋ ବସେଇ ଦେବେ, ତାପରେ ନନସେନ୍ସ ରାଇଟିଂ ଯୋଗୁଁ ମୋ ନାମରେ ୟୁନିଭର୍ସିଟିକୁ ଗୋଟିଏ ରିପୋର୍ଟ ପଠାଇବେ। ଜିରୋ ଦିଅନ୍ତୁ, ରିପୋର୍ଟ କରନ୍ତୁ, ସେଥିପାଇଁ ଭାବୁନି। ହୁଏତ ବା ଧୈର୍ଯ୍ୟ ଧରି ଲେଖାଟା ଆପଣ ପଢ଼ିଦେଇ ବି ପାରନ୍ତି। ଏଇ ଆଶାରେ ହିଁ ଆପଣଙ୍କ ପାଖରେ ଏହି ନିବେଦନ ପେଶ କରୁଛି। ଗୋଟିଏ ଦୁଇଟା ପ୍ରଶ୍ନର ଜବାବ ହୁଏତ ଦେଇପାରିଥାନ୍ତି, କିନ୍ତୁ ସେଥିରେ ପାସ୍ ମାର୍କ ପାଇବା ଦୂରେ ଥାଉ, 20 ଘରେ ବି ପହଞ୍ଚନ୍ତି ନାହିଁ। ତେଣୁ ସେ ଚେଷ୍ଟା ଆଉ କରିବିନି। ତା ଛଡ଼ା ଆଜି ସନ୍ଧ୍ୟା ପରେ ମୁଁ ତ ପାସ୍ ଫେଲ୍ର ବାହାରକୁ ଚାଲିଯିବି। କଲିକତାର ଆଖପାଖ ଦେଇ ଯେଉଁ ଅସଂଖ୍ୟ ଟ୍ରେନ୍ ଆସେ ଯାଏ, ସେଥିରୁ ଗୋଟିକର ଚକ ତଳେ ଶେଷ ହିସାବ ନିକାଶ କରିଦେଇଯିବି। ଏ ଖାତା ଯେତେବେଳେ ଆପଣ ଦେଖିବେ, ସେତେବେଳେ କଟି ଯାଇଥିବା ଏକ ଅପରିଚିତ ଯୁବକର ମୃତ୍ୟୁର ଛୋଟ ଆଉ ପୁରୁଣା ସମ୍ବାଦଟି ଆପଣଙ୍କ ସ୍ମୃତିରୁ ମଧ୍ୟ ଲିଭି ହେଇଯାଇଥିବ। ଆପଣଙ୍କର ଅଧ୍ୟାପକ ବିବେକ ସେଇଠି ଆସି ଛିଡ଼ା ହେଇଯିବ। କହିବେ, ଛି ଛି, ପରୀକ୍ଷାରେ ପାସ୍ କରି ନ ପାରି ଆତ୍ମହତ୍ୟା, ଏହାଠାରୁ ବଳି ଅଧମ କାପୁରୁଷତା କ'ଣ କଳ୍ପନା କରାଯାଇପାରେ? ଦେଶର ତରୁଣମାନଙ୍କର ଯଦି ଏତିକି ନୈତିକ ବଳ ନଥାଏ, ତାହେଲେ ବଙ୍ଗାଳୀ ଜାତି କେଉଁଠି ଠିଆ ହେବ? ଏ ଜାତିର ଭବିଷ୍ୟତ କ'ଣ? ବିଶ୍ୱାସ କରନ୍ତୁ ସାର୍, ଏସବୁ କଥା ହିଁ ମୁଁ ଜାଣେ। ଆହୁରି ବିଶ୍ୱାସ କରନ୍ତୁ, ମୁଁ ମଧ୍ୟ ବଞ୍ଚିବାକୁ ଚାହିଁଥିଲି। ଭାବିଥିଲି ମୋର ହାତର ଛୁଆଁରେ ସାନ୍ତାଳ ପ୍ରଗଣାର ବଢ଼ି ଉଛୁଳା ପାଗଳା ପାହାଡ଼ି ନଦୀ ବିଶାଳ କ୍ୟାଚମେଣ୍ଟ ଏରିଆ ମଧ୍ୟରେ ଆସି ଥମି ଠିଆ ହେବ। ମୁଁ ସୁଇଚ୍ ଟିପିଲେ ହାଇଡ୍ରୋ ଇଲେକ୍ଟ୍ରିକ୍ର ହଜାର ହଜାର ଆଲୁଅରେ ଝଲମଲ କରି ଉଠିବ ବିହାର ପଶ୍ଚିମ ବଙ୍ଗଳାର ଇଣ୍ଡଷ୍ଟ୍ରିଆଲ ବେଲ୍ଟ। ବ୍ଲାଷ୍ଟ ଫର୍ନେସ୍ର ରକ୍ତିମ ଆଭାରେ ମୁଁ ଗର୍ବିତ ଇସ୍ପାତରେ ଆଗାମୀ ଭାରତବର୍ଷର ଭିତ୍ତି ରଚନା କରିବି। ସାର୍, ଆତ୍ମହତ୍ୟା ମୁଁ କରିବାକୁ ଚାହିଁନି। ମୋ ଚାରିପଟେ ପିଲାମାନେ ଦ୍ରୁତ ବେଗରେ ପରୀକ୍ଷା ଖାତାରେ ଲେଖି ଚାଲିଛନ୍ତି। ସେମାନଙ୍କ ଭିତରୁ ଅନେକ ଲାଗେ ମୋରି ପରି ସ୍ୱପ୍ନ ଦେଖୁଛନ୍ତି, ଏବଂ କିଛି ଦିନ ପରେ କ୍ରସ୍ ଲିଷ୍ଟରେ ସେମାନଙ୍କର ସ୍ୱପ୍ନ ଖଣ୍ଡ ଖଣ୍ଡ ହୋଇଯିବ। ତଥାପି ସେମାନଙ୍କ ମଧ୍ୟରୁ କେହି କେହି ମଧ୍ୟ ଜୀବନରେ କୃତି ହେବେ, ଭବିଷ୍ୟତ ଭାରତର ଆଶାର ମଶାଲ ଜଳେଇ ଧରିବେ ହାତରେ। ଏମାନେ ଭାଗ୍ୟବାନ, ଆଗେଇ ଯାଆନ୍ତୁ। ମୋ ପରି ଯେ ଅସଂଖ୍ୟ ପିଲା ଏମିତି ହଜିଯିବେ କିମ୍ବା ବଞ୍ଚି ମଧ୍ୟ ବଞ୍ଚି ରହିବେ ନାହିଁ, ସେମାନଙ୍କ କଥା କେଉଁ ପଞ୍ଚବାର୍ଷିକୀ ସାଫଲ୍ୟର ଖତିଆନରେ ଲେଖା ରହିବ ନାହିଁ। ମୁଁ ଆପଣଙ୍କୁ ଚିହ୍ନି ନାହିଁ, ଆପଣଙ୍କୁ ଦେଖି ନାହିଁ, କେବେ ଦେଖିବି ନାହିଁ ମଧ୍ୟ। କିନ୍ତୁ ଏତିକି ଜାଣେ ଯେ ଆପଣ ଅଧ୍ୟାପକ। ଛାତ୍ରମାନଙ୍କର ପାଖାପାଖି ଆପଣଙ୍କୁ ରହିବାକୁ ପଡ଼େ। ସେମାନଙ୍କର ଜୀବନ ଢେଉ ଆପଣଙ୍କୁ ଛୁଏଁ, ସେମାନଙ୍କୁ ଆପଣ ଭଲ ବି ପାଆନ୍ତି। ତେଣୁ ଶେଷ ପର୍ଯ୍ୟନ୍ତ ଆପଣ ପଢ଼ନ୍ତୁ ବା ନ ପଢ଼ନ୍ତୁ, ଆମ କଥା ଆପଣଙ୍କୁ ନ କହି ଆଉ କାହାକୁ କହିବି? ସାର୍, ସ୍ୱପ୍ନ ଯେତେବେଳେ ଦେଖୁଥିଲି, ସେତେବେଳେ ଭୁଲି ଯାଇଥିଲି ଯେ ମୁଁ ମେଦିନାପୁରର ଏକ ଅଖ୍ୟାତ ଗ୍ରାମର ଗରିବ ଚାଷୀର ପୁଅ। କିନ୍ତୁ ମୋ ବାବା ଚାଷୀ ହେଲେ ମଧ୍ୟ ଦିଲ୍ଲୀ ଆଲୁଅ କରୁଥିବା ନେତାମାନଙ୍କ ମଧ୍ୟରୁ କାହାରିଠାରୁ ତାଙ୍କର ଦେଶପ୍ରେମ ଟିକିଏ ହେଲେ କମ୍ ନଥିଲା। ମୋର ଜନ୍ମ ହେଇଥିଲା 1942 ସେପ୍ଟେମ୍ବର ମଧ୍ୟରାତ୍ରିରେ ଏକ ଜଙ୍ଗଲ ଭିତରେ, କାରଣ ସେତେବେଳେ ମିଲିଟାରୀ ଆମ ଗାଁ ଜଳେଇ ଦେଇଥିଲା। ଆଉ ଜାତୀୟ ପତାକା ଜାବୁଡ଼ି ଧରି ବୁଲେଟ ବିନ୍ଧା ବୁକୁ ନେଇ ମୋ ବାବା ଲୋଟି ପଡ଼ିଥିଲେ ଏକ ଧାନ କ୍ଷେତ ଭିତରେ। ବାବାଙ୍କର ଇଚ୍ଛା ଥିଲା ପୁଅ ହେଲେ ତାର ନାମ ରଖିବେ ସ୍ୱାଧୀନ କୁମାର। ସେ ଅଗ୍ନିଦଗ୍ଧ ପ୍ରଳୟ ରାତିରେ ମୁଁ ଜନ୍ମିଥିଲି, କାରଣ ମିଲିଟାରୀର ସମସ୍ତ ତାଣ୍ଡବ ସତ୍ତ୍ୱେ ଦେଶର ଗୋଟିଏ ହେଲେ ମଣିଷର ମନ ସେଦିନ ପରାଧୀନ ନଥିଲା। କିନ୍ତୁ ଏସବୁ ଇତିହାସ ଥାଉ ସାର୍, ଆପଣ ଯଦି ଏତେବେଳେ ଯାଇ ପଢ଼ିଥାନ୍ତି, ତାହେଲେ ଆପଣଙ୍କର ନିଶ୍ଚୟ ଧୈର୍ଯ୍ୟଚ୍ୟୁତି ହେବ। ମୋ ବଂଶ ପରିଚୟ ଜାଣିବାକୁ ଆପଣଙ୍କର କାହିଁକି ମୁଣ୍ଡ ବ୍ୟଥା ହେବ? ତା ଛଡ଼ା ଏମିତି ତ ମୁଁ 3 ଘଣ୍ଟାରୁ ବେଶୀ ସମୟ ପାଇବି ନାହିଁ। ଖାତା ଛଡ଼େଇ ନେବେ,
ତେଣୁ ସଂକ୍ଷେପରେ କହିବାକୁ ଚେଷ୍ଟା କରେ। ଚାଷୀର ପୁଅ, ଚାଷବାସ କରି କୌଣସି ମତେ ବଞ୍ଚି ପାରିଥାନ୍ତି, କିମ୍ବା ଅକାଳ ପଡ଼ିଲେ ଅନେକ ଯେପରି ନ ଖାଇବା ଅଧା ପେଟ ଖାଇ ମରନ୍ତି ସେମିତି ମରିଯାଇଥାନ୍ତି। କିନ୍ତୁ ମୋର ବରାଦ ଖରାପ। କକା ମୋତେ ଗାଁର ମାଇନର ସ୍କୁଲରେ ଭର୍ତ୍ତି କରିଦେଲେ। ଆଉ ଆପଣ ବିଶ୍ୱାସ କରିବେ ନାହିଁ, ମୁଁ ଗୋଟେ ସ୍କଲାରସିପ୍ ବି ପାଇଗଲି। ଆଉ ସେଇ ସ୍କଲାରସିପ୍ଟା ହିଁ ମୋର କାଳ ହେଲା। ମୁଁ ସ୍ୱପ୍ନ ଦେଖିବା ଆରମ୍ଭ କଲି। ମା ମୋତେ କୋଳକୁ ଟାଣି ନେଇ ଆଖିରୁ ଲୁହ ଗଡ଼େଇବାକୁ ଲାଗେ। ବାବାଙ୍କ ପାଇଁ ମାଙ୍କୁ ଏଇ ପ୍ରଥମ ଥର କାନ୍ଦିବାର, ବାବାଙ୍କ ପରେ ମାଙ୍କୁ ଏଇ ପ୍ରଥମ ଥର କାନ୍ଦିବାର ଦେଖିଲି। ତାପରେ 2 ଆଖି ଭରା ଆଲୋକ ନେଇ କକାଙ୍କ ସାଙ୍ଗରେ ବାହାରି ପଡ଼ିଲି 2 ମାଇଲ ଦୂର ବଡ଼ଗଞ୍ଜ ହାଇସ୍କୁଲରେ ଭର୍ତ୍ତି ହେବା ପାଇଁ। ହଷ୍ଟେଲରେ ରହିବା ପାଇଁ ପଇସା ନଥିଲା। ସ୍ଥାନ ପାଇଲି ଧାନ ଚାଉଳର ଆଡ଼ବାଦୀର ସାମନ୍ତଙ୍କ ଘରେ ରହିବା ପାଇଁ। ସାମନ୍ତ ଘର ଦୂର ସମ୍ପର୍କରେ ଆମର ବନ୍ଧୁବାନ୍ଧବ ହେବେ, କିନ୍ତୁ ଗରିବ ଚାଷୀ ସାଙ୍ଗରେ ସେ ବନ୍ଧୁବାନ୍ଧବ ସମ୍ପର୍କ ସେମାନେ ସ୍ୱୀକାର କରୁନଥିଲେ। ଅସଲ ସମ୍ପର୍କଟା ଥିଲା ଜମିଦାର ଆଉ ପ୍ରଜାର, ମହାଜନ ଆଉ ଖାତକର। କକା ହିଁ ହାତ ଗୋଡ଼ ଧରି ମୋର ତାଙ୍କ ଘରେ ରହିବାର ବ୍ୟବସ୍ଥା କରିଦେଲେ। ହାଇସ୍କୁଲରେ ଭର୍ତ୍ତି ହେଲି, ଫ୍ରି ବି ପାଇଲି। ସାର୍, ସାମନ୍ତମାନଙ୍କ ଘରେ ଲକ୍ଷ୍ମୀ ବନ୍ଧା, 2ଟା ଲରି, 3ଟା ମକାମ। କିନ୍ତୁ ବ୍ୟବସାୟ ଯେଉଁମାନେ କରନ୍ତି ସେମାନେ କେଉଁଦିନ ପାହି ପଇସା ବି ବାଜେ ଖର୍ଚ୍ଚ ହେବାକୁ ଦିଅନ୍ତି ନାହିଁ। 500 ଟଙ୍କା ଦାନ କରି 25,000 ଟଙ୍କାର ଫାଇଦା ଉଠାନ୍ତି। ମୋତେ ଖାଇବାକୁ ଓ ରହିବାକୁ ଦିଅନ୍ତି ସତ, କିନ୍ତୁ ତାର ଦାମ ବି ଆଦାୟ କରିନିଅନ୍ତି। ଏଇ ଖାତା ଦେଖି ବୁଝିପାରୁଥିବେ ମୋ ହାତ ଲେଖା ଖରାପ ନୁହେଁ। ତାପରେ ଅଙ୍କ ମୁଁ ଭଲ ପାରୁଥିଲି। ମାଇନର ପରୀକ୍ଷାରେ 100ରୁ 100 ପାଇଥିଲି। ସେମାନେ ବି ସୁଯୋଗ ଛାଡ଼ିଲେ ନାହିଁ। ପ୍ରଥମେ ମୋତେ ଦେଇ ଚିଠିପତ୍ର ଲେଖାଉଥିଲେ, ତାପରେ ଖାତା ଲେଖେଇଲେ, ତାପରେ ହିସାବ ଲେଖିବାକୁ ଦେଲେ। ସକାଳେ ପୁରା 2 ଘଣ୍ଟା ଏହା ମୋ ନିର୍ଦ୍ଧାର୍ଯ୍ୟ କାମ ହିଁ ପଡ଼ିଲା। ପଢ଼ିବାକୁ ସମୟ ପାଉଥିଲି ରାତି 8ଟା ପରେ। ତା ବି କ'ଣ ଭଲ କରି ପଢ଼ିବାର ଢୋ ଥିଲା। ଆଡ଼ତଳୁ ଲାଗି ଖଣ୍ଡେ ଛୋଟ ବଖରାରେ ମୁଁ ରହୁଥିଲି। ଆଉ ରହୁଥିଲା ସେମାନଙ୍କର ଜଣେ ମୋହରିର, ବୟସ 40 ପାର ହେଇଯାଇଛି। ରୋଗା ଚମ ଧୁଡ଼ୁ ଧୁଡ଼ୁ ଚେହେରା, 2ଟା ଅଦ୍ଭୁତ ବଡ଼ ବଡ଼ ଜଳ ଜଳ ଆଖି। ମୁଁ ପଢ଼ିବାକୁ ବସିଲେ ହିଁ ସେ ହୁକା ଧରିବାକୁ ଆରମ୍ଭ କରେ। ମୋର ବୟସ ସେତେବେଳକୁ କେତେ ହେବ, 12ରୁ ବେଶୀ ନୁହେଁ। ଗୁଡ଼ାଖୁ ଟାଣୁ ଟାଣୁ ଜଳ ଜଳ ଆଖି 2ଟାକୁ ଆହୁରି ଜ୍ୱଳନ୍ତ କରି ଅସ୍ୱସ୍ତିକର ଫସ୍ ଗଳାରେ ଇଆଡ଼ୁ ସିଆଡ଼ୁ ଗଳ୍ପ ଶୁଣାଉଥିଲା। ସେସବୁର ଅର୍ଥ ମୁଁ ସେତେବେଳେ ବୁଝିନଥିଲି, ପରେ ବୁଝିଲି। ଅକଥ୍ୟ ଅଶ୍ଳୀଳ ସବୁ ବ୍ୟାପାର। କେତେ ଭାବରେ କେତେ ଝିଅଙ୍କର ସର୍ବନାଶ ସେ କରିଛି ତାରି ବିବରଣୀ। ମୋର ଭଲ ମନ୍ଦ କିଛି ବୋଧଗମ୍ୟ ହେଉନଥିଲା। ଭାରି ବିରକ୍ତି ଲାଗୁଥିଲା। ଚୁପ୍ କରନ୍ତୁ, ମୋତେ ଟିକେ ପଢ଼ିବାକୁ ଦିଅନ୍ତୁ। ଆରେ ରହ ବାପା ରହ, ଚଷା ପୁଅ ବିଦ୍ୟା ଶୀଘ୍ର ହବ। ଧେତ୍, ତା ଅପେକ୍ଷା ବରଂ ହୁକାଟା ଧର, ଗୁଡ଼ାଖୁ ଟାଣିବାଟା ହେଲେ ଶିଖିନେ। ମୋହରିର ଯଦି କ୍ଳାନ୍ତ ହୋଇ ଶୋଇପଡ଼େ, ଦପ କରି ଲଣ୍ଠନଟା ଲିଭିଯାଏ। ସାମନ୍ତଙ୍କ ଘରୁ ଯେତେ ଟିକେ କିରାସିନ ତେଲ ବରାଦ ହେଇଥାଏ, ରାତି 9ଟା ପରେ ଆଉ ବତି ଜଳିବାର କଥା ନୁହେଁ। ସ୍କଲାରସିପ୍ ଯେଉଁ ସାମାନ୍ୟ କେତେଟା ଟଙ୍କା ପାଉଥିଲି, ସେଥିରେ ନାନା ଟୁକ୍ ଟୁକ୍ ଖର୍ଚ୍ଚ ଚଳାଇ ଆଉ କିରାସିନ କିଣିବାକୁ ପଇସା ନଥାଏ। ତଥାପି ୟାରି ଭିତରେ ଫାର୍ଷ୍ଟ ସେକେଣ୍ଡ ହେଇ କ୍ଲାସ 8 ପର୍ଯ୍ୟନ୍ତ ଯାଇଥିଲି। ତାପରେ ଦେଖାଦେଲା ବହିର ସମସ୍ୟା। ଦେଖିଲି ସ୍କୁଲ ଫାଇନାଲର ବହି କିଣିବା 70-80 ଟଙ୍କାର ମାମଲା। କକା ଖରାକିର ଧାନ ବିକି କିଛି ଟଙ୍କା ପଠେଇଲେ। ସାମନ୍ତ ଘର 10 ଟଙ୍କା ସାହାଯ୍ୟ କଲେ। ହେଡମାଷ୍ଟର 3 ଖଣ୍ଡ ସ୍କୁଲ କପି ଦେଲେ। ତଥାପି ଅଧେ ବହି ବି ହେଲା ନାହିଁ। ଆଉ ସାମନ୍ତଙ୍କର 10 ଟଙ୍କା ଋଣ ସୁଝିବାକୁ ହେଲା ଖାତା ପରେ ଖାତା ଲେଖି। ସାର୍, ମାଇନର ପରୀକ୍ଷାରେ ସ୍କଲାରସିପ୍ ପାଇଥିଲି। ମୁଁ ତୁଚ୍ଛ ସାଧାରଣ ମଣିଷଙ୍କ ଦଳରେ ନୁହେଁ। ମୋ ଭିତରେ ଶକ୍ତି ଅଛି। ତାହାରି ଜୋରରେ ମୁଁ ସ୍ୱାଧୀନ କୁମାର, ସ୍ୱାଧୀନ ଗୌରବରେ ମୁଣ୍ଡ ଟେକି ଛିଡ଼ା ହେବି। ଯେଉଁ ଭାରତବର୍ଷ ପାଇଁ ବାପା ବୁକୁର ରକ୍ତ ଢାଳି ଦେଇଥିଲେ, ସେ ଭାରତବର୍ଷରେ ମୁଁ ମୋର ପ୍ରକୃତ କର୍ମକ୍ଷେତ୍ର ଖୋଜି ପାଇବି। କିନ୍ତୁ ନା ପାରିଲି ଭଲ କରି ପଢ଼ାଶୁଣା କରି, ନା ହେଲା ଭଲ କରି ପରୀକ୍ଷା ଦିଆ। ରେଜଲ୍ଟ ବାହାରିଲା ପରେ ଦେଖାଗଲା 3rd ଡିଭିଜନରେ ପାସ୍ କରିଛି। ହେଡମାଷ୍ଟରଙ୍କ ଠାରୁ ଆରମ୍ଭ କଲି ସମସ୍ତେ ଏକ ବାକ୍ୟରେ ଛି ଛି କରିବାକୁ ଲାଗିଲେ। ସାମନ୍ତଙ୍କର ଯେଉଁ ପୁଅଟା 3 ଥର BA ଫେଲ୍ କରି ଏବେ ହଳଦୀ ନଦୀ କୂଳରେ ବନ୍ଧୁକ କାନ୍ଧରେ ଧରି ଚଢ଼େଇ ଶିକାର କରି ବୁଲେ,
ସେ କହିଲା ପାସ୍ କରିଛି ଏଇ ୟାର ଭାଗ୍ୟ। କେତେ ବ୍ରିଲିଆଣ୍ଟ ପିଲା ସ୍କୁଲ ଫାଇନାଲରେ ମାଡ଼ ଖାଇଯାଆନ୍ତି। 2 ଦିନ ଘରେ ମୁହଁ ଲୁଚେଇ ପଡ଼ି ରହିଲି। ଉଠିଲି ନାହିଁ, ଖାଇଲି ନାହିଁ। ଆଉ ସେତେବେଳେ ମାଙ୍କ ଆଖିର ଲୁହ ଟପ୍ ଟପ୍ କରି ମୋ ଉପରେ ପଡ଼ିବାକୁ ଲାଗିଲା। ବାପାଟା ପରା, ଉଠ, ପୁଣି ମନ ଦେଇ ଲେଖାପଢ଼ା କର। ତୁ ଜୀବନରେ ବଡ଼ ହୋଇପାରିବୁ। ତୋରି ପରି କେତେ ଦୁଃଖୀ ପିଲା ବିଲକୁଲ ପାସ୍ କରିପାରିନାହାନ୍ତି। ସେମାନଙ୍କ କଥା ଭାବି ଦେଖ। ସାର୍, ପୁଣି ସାହସ ଧରିଲି। ଏଥର ଚାଲି ଆସିଲି କଲିକତା। କ'ଣ କରିବି, ଏ ସାମନ୍ତଙ୍କ ଚିଠି ନେଇ ହିଁ ଆସିଲି। ସରକାର ବଂଶ ସାମନ୍ତମାନଙ୍କ କୁଟୁମ୍ବ ବଡ଼ ବଜାରରେ ସେମାନଙ୍କର ଗୁଡ଼ାଖୁର ବ୍ୟବସାୟ କରନ୍ତି। ସେଇଠି ଜାଗା ପାଇଲି। ପୁଣି ସେଇ କଥା, ଦୋକାନ ବ୍ୟାପାରରେ ସାହାଯ୍ୟ କରିବାକୁ ହବ। ଦରକାର ହେଲେ ତାଗିଦାରେ ଯିବାକୁ ହବ। ତଥାପି ମନେ ହେଲା କଲିକତା କଲିକତା, କେତେ ବଡ଼ ଜୀବନ ଏଠାରେ, କେତେ ସୁଯୋଗ, ବଡ଼ ବଡ଼ କଲେଜ, ନାମଜାଦା ସବୁ ଦିକ୍ପାଳ ଅଧ୍ୟାପକ। ସେଇ ସବୁ କଲେଜରେ ଥରେ ପାଦ ଦେଲେ, ନାମୀ ପ୍ରଫେସରମାନଙ୍କର ଜ୍ଞାନର ସ୍ପର୍ଶ ଥରେ ପାଇଲେ ହିଁ ମୋ ମନରେ ହଜାର ଆଲୁଅ ଝଲମଲ କରି ଉଠିବ। ସାରା ପୃଥିବୀର ପ୍ରାଣର ଢେଉ କଲିକତାରେ ଆସି ଭାଙ୍ଗି ପଡ଼ୁଛି। ତା ସାଙ୍ଗରେ ଥରେ ପ୍ରାଣ ମିଳିପାରିଲେ ମୁଁ ରାତାରାତି ଖୋଲା ଆକାଶରେ ମୁଣ୍ଡ ଟେକି ଚାଲିପାରିବି। ପ୍ରଥମ ବର୍ଷା ପାଣି ପାଇ ମଲା ଗଛପତ୍ର ଯେମିତି ନୂଆ ପତ୍ର ନେଇ ବଢ଼ି ଉଠନ୍ତି। ଗଲି କଲେଜକୁ, ସାଙ୍ଗରେ କେଇଟା ଖରାକିର ଧାନ ବିକା ଟଙ୍କା। କାରଣ ଏଥିପାଇଁ ସଂସାର ପ୍ରାୟ ସମସ୍ତଙ୍କୁ ଅଧପଟେ ଖାଇବାକୁ ହବ। ଉପାସ ବି ରହିବାକୁ ପଡ଼ିପାରେ। କିନ୍ତୁ ଯଦି ଭଲ କରିପାରେ ପରୀକ୍ଷାରେ, ଯଦି ମଣିଷ ହେଇଯାଇପାରେ। ବିରାଟ ପ୍ରସାଦ କଲେଜର, ସେଥିରେ ପୁଣି ରଥଯାତ୍ରା ପରେ ଭିଡ଼। ସେଇ ଭିଡ଼ ଠେଲି ଯଦି ବା ଅଫିସରେ ପହଞ୍ଚି ପାରିଲି, ଶୁଣିଲି 3rd ଡିଭିଜନ, ଆଇସିରେ ସିଟ୍ ହବ ନାହିଁ। ଗୋଟାଏ 2ଟା ନୁହେଁ ସାର୍, ପ୍ରାୟ 6ଟା କଲେଜ ଫେରସ୍ତ ଦେଲେ। ଶେଷରେ ୟାରି ଭିତରେ ଗୋଟେ ଅକୁଳିନ କଲେଜରେ ଜାଗା ହେଲା। ଭାଇସ୍ ପ୍ରିନ୍ସିପାଲଙ୍କ ସାଙ୍ଗେ ଦେଖା କରିବାକୁ ଗଲି, ଯଦି କିଛି କନସେସନ୍ ପାଏ। କନସେସନ୍? ଭାଇସ୍ ପ୍ରିନ୍ସିପାଲଙ୍କ ଆଖି ଆକାଶକୁ ଟେକି ହେଇଗଲା। 3rd ଡିଭିଜନ? ସାର୍, ଆଇସିରେ ଆମେ ଏମିତି ତ କନସେସନ୍ ଦେଉନା, ତାପରେ 3rd ଡିଭିଜନ? ସାର୍, ଗରିବ ପିଲା, ସବୁ ବଙ୍ଗାଳୀର ପୁଅ ହିଁ ଗରିବ। ସେ ଭାବେ ଦେଖିବାକୁ ଗଲେ ସାରା କଲେଜଟା ଯାକର ପିଲାଙ୍କୁ ଫ୍ରି ଷ୍ଟୁଡେଣ୍ଟସିପ୍ ଦେବାକୁ ହବ। ସାର୍, ଏକାବେଳେ ଚାଷୀ ଘରର ପିଲା ମୁଁ। ଭାଇସ୍ ପ୍ରିନ୍ସିପାଲ ଅତ୍ୟନ୍ତ ବିରକ୍ତ ହେଲେ। ତାହେଲେ କଲେଜରେ ପଢ଼ିବାକୁ ଆସିଲ କାହିଁକି? ଚାଷବାସ ଦେଖିବା ହିଁ ଭଲ ଥିଲା। ହାୟର ଏଜୁକେସନ୍ ତୁମ ପାଇଁ ନୁହେଁ। ଗୋ ଗୋ, ଡୋଣ୍ଟ ଡିଷ୍ଟର୍ବ ମି। କନସେସନ୍ ହେଲା ନାହିଁ। ରାସ୍ତାରେ ଫେରି ଆସିବା ବେଳେ ସାମନ୍ତଙ୍କର ସେଇ ମୋହରିର କଥା ମନେ ପଡ଼ିଲା। ଚାଷୀ ପିଲା ବିଦ୍ୟାସାଗର ହବ, ହେ। ସାର୍, ସେତିକି ବେଳେ ମୋରି ଗାଁକୁ ଫେରିଯିବା ଉଚିତ ଥିଲା। ଏକ ପଡ଼ିଆ ଭରା ଖରା ଭିତରେ ତା କପାଳ ଦେଇ ଟପ୍ ଟପ୍ ଝାଳକଣା ଆସି ପଡ଼ୁଛି। ସେଇଠି ନିଜ ଜାଗାକୁ ଗଲେ ହିଁ ମୋର ଭଲ ହେଇଥାନ୍ତା। ସହରରେ ଅପମାନର ଚାବୁକ ଏମିତି ଆସି ଆଉ ଦେହରେ ବାଜନ୍ତା ନାହିଁ। କିନ୍ତୁ ସାର୍, ମୁଁ ଆଶା ଛାଡ଼ି ପାରିଲି ନାହିଁ। କେମିତି ଯୋଡ଼ି ହେଇଗଲା। ମନେ ହେଲା ୟାର ଶେଷ ଦେଖି ଛାଡ଼ିବି। ସରକାର ଘର ଗୁଡ଼ାଖୁ ଦୋକାନର ଗୋଟିଏ ମୁଣ୍ଡରେ ମୁଁ ରହୁଥାଏ। ସାମନ୍ତଙ୍କ ଘରେ ସଙ୍ଗେ କେତେ ତଫାତ୍। ସେଠି ଏକ ଛୋଟ ଚାଳିଆରେ ଘରେ ଅବଶ୍ୟ ରହିବାକୁ ପଡ଼ୁଥିଲା। କିନ୍ତୁ ବାହାରେ ଆକାଶ ଥିଲା, ଗାଧୋଇବା ପାଇଁ ପୋଖରୀ ଥିଲା, କଳା ଗହନ ଜଳ ଥିଲା। ବତାସରେ କାଠଚମ୍ପା ରଜନୀଗନ୍ଧାର ବାସ୍ନା ଥିଲା। କିନ୍ତୁ ଏଠି ବଡ଼ ବଜାରର ଗଳି। ଦିନ 12ଟାରେ ସବୁ ଦୋକାନରେ ଧାଡ଼ି ଧାଡ଼ି ଇଲେକ୍ଟ୍ରିକ୍ ବତି ଜଳୁଛି। 3 ହାତ ରାସ୍ତା ଛାଡ଼ି ଆକାଶ ଛୁଆଁ 7 ତାଲା ସନ୍ତସନ୍ତିଆ କୋଠାମାନ। ବତାସ ନାହିଁ। ଦିହକୁ ଦିହ ଘଷି ହଜାର ହଜାର ଲୋକଙ୍କର ଗତି 1-1.5ଟା ପର୍ଯ୍ୟନ୍ତ ଯିବା ଆସିବା। ଗୁଳୁଗୁଳି ଗରମ, ଲାଇନ ବନ୍ଧା ଦୋକାନରୁ ଧୂଆଁପତ୍ର ଆଉ ଗୁଡ଼ର ଗନ୍ଧ, ଆଉ କାନଫଟା କୋଳାହଳ। ଏହାରି ଭିତରେ ଗୋଟିଏ କଣରେ ତକ୍ତ ପୋଷ ଉପରେ ଥାଏ। ସାରା ରାତି ମୂଷା ଚରୁଥାନ୍ତି। ଦିନ ଦ୍ୱିପହରେ ଅସରପାଙ୍କର ଉତ୍ପାତ। ସରକାର ଘର କଲେଜର ମାଇନାଟା ଚଳାନ୍ତି, ଆଉ ଦିଅନ୍ତି 5 ଟଙ୍କା ହାତ ଖର୍ଚ୍ଚ। ତା ବଦଳରେ ଖଟିବାକୁ ହୁଏ ସକାଳେ ଉପର ବେଳା। ତାଗିଦାରେ ଯିବାକୁ ହୁଏ। ଯୋଗାଡ଼ ଯନ୍ତ୍ର କରି ଗୋଟିଏ ଟ୍ୟୁସନ୍ ଜୁଟାଇ ନେବି, ତାର ମଧ୍ୟ ଜୋ ନଥିଲା। ବହି, ଆଇସିରେ ବହି କିଣିବାକୁ ହେଲେ କେତେ ଟଙ୍କା ବ୍ୟୟ ହେବ ସେ କଥା ମୁଁ ଆଜି ବି ଜାଣିନାହିଁ। ସାର୍, ଆପଣ ବୋଧହୁଏ ଜାଣନ୍ତି ନାହିଁ। ଆପଣଙ୍କ ସମୟରେ ଯେଉଁ ବହିର ଦାମ 5 ଟଙ୍କା ଥିଲା, ବର୍ତ୍ତମାନ ତାର ଦାମ 12 ଟଙ୍କାରୁ କମ୍ ନୁହେଁ। ଖଣ୍ଡେ 2 ଖଣ୍ଡ ପୁରୁଣା ଏଡିସନର ବହି ଫୁଟପାଥରୁ କିଣିଥିଲି।
ସେଥିରେ ସିଲାବସ୍ର ଅଧେ ବି ପାଇଲି ନାହିଁ। ପଢ଼ାଶୁଣା ଖାଇବାକୁ ଯିବାକୁ ହୁଏ ସରକାରଙ୍କର ବହୁ ବଜାର ଘରକୁ। ସେଠୁ ଖାଇ ଫେରୁ ଫେରୁ 10ଟା ପୂର୍ବରୁ ନୁହେଁ। ତାପରେ ଗୋଟେ ହଳଦିଆ ବଲ୍ବ ଜାଳି ପଢ଼ିବାକୁ ବସେ। ଖାତାର ନୋଟ୍ ଗୁଡ଼ାକ ଏକାବେଳକୁ ଦୁର୍ବୋଧ୍ୟ ସାଲୁବାଲୁ ମନେ ହୁଏ। କେତେବେଳେ ଯେ ନିଦ ଲାଗି ଆସୁଥିଲା ଜାଣିପାରୁନଥିଲି। ସାରା ରାତି ଦେହ ଉପରେ ମୂଷା ଆଉ ଅସରପା ଦୌଡ଼ି ବୁଲୁଥାନ୍ତି। ଆଉ କଲେଜ ଖୁନ୍ଦାଖୁନ୍ଦି ଭିଡ଼। ଗୋଟାଏ ଗୋଟାଏ ବେଞ୍ଚରେ 7-8 ଜଣ ଠେଲାଠେଲି କରି ବସିବାକୁ ପଡ଼େ। ଯେଉଁଠି 5 ଜଣଙ୍କ ପାଇଁ ବସିବା ଜାଗା ହେବା ଉଚିତ। ନୋଟ୍ ନେବାକୁ ହେଲେ ଖାତା ରଖିବାକୁ ଜାଗା ନାହିଁ। ଲାବୋରେଟୋରୀର ଅବସ୍ଥା ଆହୁରି ଚମତ୍କାର। 15 ଜଣ ପିଲା ଯେଉଁଠି କାମ କରିପାରିବେ ନାହିଁ, ସେଠି ପ୍ରାୟ 50 ଜଣଙ୍କୁ କାମ କରିବାକୁ ଦିଆଯାଏ। ଭାବି ବୈଜ୍ଞାନିକ ସ୍ୱାଧୀନ ଭାରତର ଇତିହାସ ଯେଉଁମାନେ ଗଢ଼ିବେ, ଏହା ହିଁ ହେଉଛି ସେମାନଙ୍କ ଲେଖାପଢ଼ା ଶିଖିବାର ଚେହେରା। ତଥାପି ସାର୍ ଚେଷ୍ଟାରେ ତ୍ରୁଟି କରିନାହିଁ। 2-4 ଜଣଙ୍କ କଥା କହୁନି। ଆମ ଭଳିଆ ତୁଚ୍ଛ ସାଧାରଣ ଛାତ୍ର ଯିଏ କଲେଜକୁ ଲେଖାପଢ଼ା ଶିଖିବାକୁ ଆସିଥିଲେ, କାହିଁକି ସେମାନେ ତା ପାରନ୍ତି ନାହିଁ? କାହିଁକି ସେମାନେ ଫେଲ୍ କରନ୍ତି? ଗୋଟିଏ ଘଟଣା କହେ ସାର୍। ଆଜି ଅବସ୍ଥାରେ ମୋତେ ହସ ମାଡ଼େ କଥାଟା ଭାବିଲେ। କଲେଜର ଫାଉଣ୍ଡେସନ ଡେ, ଜାକଜମକର ସଭା, ପତାକା ଉତ୍ତୋଳନ, ବକ୍ତୃତା ପ୍ରଭୃତି ହେଉଛି। ସବୁଠୁ ଭଲ ବକ୍ତୃତା ଦେଇଥିଲେ ଭାଇସ୍ ପ୍ରିନ୍ସିପାଲ। କହୁ କହୁ ତାଙ୍କ ଆଖିରେ ଜଳ ଆସିଯାଇଥିଲା। ଆମେ ଗୋଟେ ଷ୍ଟାଟିଷ୍ଟିକ୍ସ ନେଇ ଦେଖିଛୁ, କଲେଜର 10% ପିଲା ମୋଟାମୋଟି ସବୁ ବହି କିଣିପାରନ୍ତି, 20% କିଛି କିଛି କିଣିପାରନ୍ତି, 70% ଖଣ୍ଡି ବି ବହି କିଣିପାରନ୍ତି ନାହିଁ। ଏ ଅବସ୍ଥାରେ କ'ଣ ଶିକ୍ଷା ଦେବୁ ଆମେ? କାହାକୁ ବା ଦେବୁ? ଏହାର ଯଦି ପ୍ରତିକାର ନ ହୁଏ, ତାହେଲେ ଶେଷ ପର୍ଯ୍ୟନ୍ତ ଦେଶ ଯାଇ କେଉଁଠି ପହଞ୍ଚିବ? ପ୍ରତିକାର ଅବଶ୍ୟ ଭାଇସ୍ ପ୍ରିନ୍ସିପାଲ ଭାବି ରଖିଥିଲେ। କହିଦେଲେ, କଲେଜ ଏଜୁକେସନ ଗରିବ ଛାତ୍ରଙ୍କ ପାଇଁ ନୁହେଁ। ସାର୍, ସେକେଣ୍ଡ ଘଣ୍ଟାର ବେଲ୍ ପଡ଼ିଲା। ଆଉ ବେଶୀ ସମୟ ମୁଁ ଲେଖିପାରିବି ନାହିଁ। ଆପଣ ଯଦି ଏତେ ଦୂର ପର୍ଯ୍ୟନ୍ତ ପଢ଼ିଥାନ୍ତେ, ତାହେଲେ ଆପଣଙ୍କୁ ଉଦାରତା ଉପରେ ଆଉ ଉତ୍ପାତ କରିବି ନାହିଁ। କରିବା ଠିକ୍ ହେବ ନାହିଁ। ସଂକ୍ଷେପରେ ମୋର କଥା ଏଥର ଶେଷ କରିବି। ମୋ ମା ଲେଖାପଢ଼ା ଜାଣନ୍ତି ନାହିଁ। ଅଙ୍କା ବଙ୍କା ହରଫରେ ତାଙ୍କ ଯବାନୀକୁ କୋକା ଚିଠିରେ ଲେଖିଦିଅନ୍ତି, ତୁମେ ବଡ଼ ହୁଅ ବାବା, ଦେଶର ଦୋଷର ଜଣେ ହୁଅ। ତୁମ ବାବା ଯେଉଁ ନାମ ରଖି ଯାଇଛନ୍ତି, ସେ ନାମର ସମ୍ମାନ ରଖ। ତୁମେ ସ୍ୱାଧୀନ ଭାରତର କର୍ମୀ ହେବାକୁ ହେବ ତୁମକୁ। ସେ କଥା ତୁମେ ଭୁଲି ଯାଅ ନା। ଭୁଲି ନାହିଁ, ଦିନକ ପାଇଁ ମଧ୍ୟ ନୁହେଁ। କିନ୍ତୁ ସ୍ୱାଧୀନ ଭାରତ ତ ମୋର ଦାୟିତ୍ୱ ନେଲା ନାହିଁ, ମୋର ଶିକ୍ଷାର ପଥ ଖୋଲିଦେଲା ନାହିଁ। ସେଇ ଗୁଡ଼ାଖ ଦୋକାନରେ ଚାକିରି କରି କ୍ଲାସ ନାଁରେ ସେଇ ଅର୍ଥହୀନ ହଟ୍ଟଗୋଳ ଭିତରେ, ଗୁଡ଼ୁଗୁଡ଼ି ଗରମ ଆଉ କୋଳାହଳ ଭରା ବଡ଼ ବଜାର ଗଳି ଭିତରେ, ସେଇ ଘରଟାରେ ହଳଦିଆ ଇଲେକ୍ଟ୍ରିକ ଆଲୁଅରେ ମୋ ଆଖି ଆଗରେ ସବୁ ଝାପସା ହେଇଯାଇଛି। ମୁଣ୍ଡ ଭିତରେ ଗୋଟିଏ ରକ୍ତର ଢେଉ ଫାଟି ପଡ଼ୁଥିଲା ରହି ରହି। ମନେ ହେଇଛି ଏଠି ଛୁଟି ପଳାଏ, ଡେଇଁ ପଡ଼େ କେଉଁ ପୁରୁଣା ପୋଖରୀର କଳା ଗହନ ଜଳରେ। ବୁକୁ ଭରି ଟାଣି ନିଏ କାଠ ଚମ୍ପା, ଜୁଇ ଫୁଲ, ନାଗେଶ୍ୱର ଗନ୍ଧ। କେଉଁ ବର୍ଷାର କଜଳ ମେଘକୁ ହାତ ବଢ଼େଇ ଡାକେ ଆଉ କହେ, ଆ ବୃଷ୍ଟି ଝାମ୍ପି, ଚାଉଳ ଦେବି ମାପି। କିନ୍ତୁ କଲିକତାରେ ସେ ଦିଘିର ଥଣ୍ଡା କଲା ଜଳ କେଉଁଠି ନାହିଁ। ନାହିଁ ନାଗେଶ୍ୱର ଗଙ୍ଗଶିଉଳି ଫୁଲର ଗନ୍ଧ। ଆମ ଘରେ ଭରପେଟ ଖାଇବାର ଧାନ ନାହିଁ। ମଣିଷ ବୁକୁରେ ନିଆଁ ଜଳୁଛି। ବୁକୁରେ କେଉଁଠି ଏକ ଅସରା ବର୍ଷା ନାହିଁ। କେଉଁଠିକି ଯିବି, କେଉଁଠିକି ପଳେଇବି, ଆଶା ଛାଡ଼ିବି ନାହିଁ। ମୁଁ ବଞ୍ଚିବି, ମୁଁ ବଡ଼ ହେବି। ମୁଁ ନହେଲେ ନୂଆ ବ୍ଲାଷ୍ଟ ଫର୍ନେସରେ ନିଆଁ ଜଳିବ ନାହିଁ। ହାଇଡ୍ରୋ ଇଲେକ୍ଟ୍ରିକର ବିଦ୍ୟୁତ ଛୁଟିବ ନାହିଁ। ଆଟମିକ ରିସର୍ଚ୍ଚର କାମ ବାକି ପଡ଼ି ରହିବ। ରିଫାଇନାରୀର ପେଟ୍ରୋଲିୟମ, ପେଟ୍ରୋଲ, କିରାସିନ, ବ୍ଲୁ ଅଏଲ, ପାଗଫିନ୍ର ରୂପ କିଛି ସମ୍ଭବ ହେବ ନାହିଁ। ସେ ମୟ ଦାନବର ମନ୍ତ୍ର ମୋତେ ଜୋର କରି କାଢ଼ି ନେବାକୁ ହେବ। ମୁଁ ଯେ ସ୍ୱାଧୀନ ଭାରତର ବୈଜ୍ଞାନିକ। ସାର୍, ସବୁ ସ୍ୱପ୍ନ। ବଙ୍ଗ ଦେଶର କଲେଜରେ ମୋ ପରି ଅସଂଖ୍ୟ ଛାତ୍ର ସ୍ୱପ୍ନ ନେଇ ହିଁ ବଞ୍ଚି ରହନ୍ତି। ସ୍ୱପ୍ନ ଘରରେ ଚଲାବୁଲା କରନ୍ତି। ତାପରେ ଦିନେ ସ୍ୱପ୍ନ ଭାଙ୍ଗେ, ଦେଖିବାକୁ ପାଆନ୍ତି। ସାର୍, ପଢ଼ାଶୁଣା କିଛି ବି ହେଲା ନାହିଁ। କେତେବେଳେ ପଢ଼ିବି? କେଉଁଠୁ ବହି ପାଇବି? ସାମାନ୍ୟ ବହି ବା ନୋଟ୍ ଯୋଗାଡ଼ କରିପାରେ? ହଳଦିଆ ବଲ୍ବଟାର ଅସ୍ପଷ୍ଟ ଆଲୁଅରେ ସେସବୁର କୌଣସି ଅର୍ଥ ହିଁ ରହେ ନାହିଁ। ଗୋଟିଏ ବଡ଼ ପୋକ ପରି ସେଟା ଆଖି ଆଗରେ ଚିଲିବିଲି ହିଁ ହଲୁଥାଏ। ତାପରେ କେତେବେଳେ ସ୍ନାୟୁ ଗୁଡ଼ାକ ଭାଙ୍ଗି ପଡ଼େ। ସବୁ ଚେତନା ଆଚ୍ଛନ୍ନ ହେଇଯାଏ। ଧୂଆଁ ପତ୍ର, ଗୁଡ଼ ଆଉ ମୂଷା ଅସରପା ଓଦାଳିଆ ଗନ୍ଧରେ ଭରା ଘରେ ପାହାନ୍ତି ଆଲୁଅରେ ଯେତେବେଳେ ଜାଗି ଉଠେ,
ସେତେବେଳେ ଯେମିତି ମୁଣ୍ଡରେ 20ଟା ମନର ଭାର ଚାପି ବସିଛି। ତାପରେ 8ଟା ନବଜଣ ହିସାବ ଖାତା, ଆନୁଆଲର ଖାତା ଦେଖା ହୁଏ ନା। କଲେଜ ଫି ଦିଆ ହେଇଥିଲେ ଝଟ୍ କରି ପ୍ରମୋସନ୍। ପ୍ରି ଟେଷ୍ଟ ଦେଇନି, କେମିତି ଦେଇଥାନ୍ତି? ତାପରେ ଆଗେଇ ଆସିଲା ଟେଷ୍ଟ। ସାର୍, ଏଇଠି ନିଜର ଅପରାଧର କଥା କବୁଲ କରେ। ଟେଷ୍ଟ ଯେତେବେଳେ ନିକଟ ହିଁ ଆସିଲା, ସେତେବେଳେ ମନ ଭିତରେ ସବୁବେଳେ ଏକ ଅଲିଭା ଚିତା ଯେମିତି ଜଳିବାକୁ ଲାଗିଲା ମୋର। ବହି, ମାତ୍ର କେତେଟା ବହି ଯଦି ମୋର ଥାନ୍ତା, ତାହେଲେ ଫାର୍ଷ୍ଟ ଡିଭିଜନ ନ ହଉ ପଛକେ ଅନ୍ତତଃ ସେକେଣ୍ଡ ଡିଭିଜନ ମୁଁ ପାଆନ୍ତି ନିଶ୍ଚୟ। ଆଉ ମ୍ୟାଥମେଟିକ୍ସରେ ଗୋଟିଏ ଲେଟର। ରାଗିଯିବେ ନାହିଁ ସାର୍, ମୋ ମନର ଅବସ୍ଥା ବୁଝି ଦେଖନ୍ତୁ। ମୁଁ ଯେମିତି ପାଗଳ ହେଇଗଲି। ତାପରେ ମୁଁ କଲେଜର କ୍ଲାସମେଟ୍ ମାନଙ୍କର ବହି ଚୋରି କରିବା ଆରମ୍ଭ କଲି। ଆପଣ କ'ଣ ଭାବୁଛନ୍ତି ମୋ ସମ୍ବନ୍ଧରେ? ଭାବନ୍ତୁ, ମୁଁ କ'ଣ ଏକଥା ବିଶ୍ୱାସ କରିପାରେ ଯେ ଶେଷରେ ମୁଁ ଚୋର ବନିଗଲି? ମୋ ବାବା ରକ୍ତ ଦେଇ ଦେଶ ସ୍ୱାଧୀନତା ଆଣିଛନ୍ତି, ପୁଅ ହିଁ ଶେଷରେ ଚୋରି କଲି ମୁଁ? ସାର୍, ଯଦି ପାରନ୍ତି ବିଚାର କରିବା ପୂର୍ବରୁ ଥରେ ଭାବି ଦେଖନ୍ତୁ, ପିଲାମାନେ କାହିଁକି ବହି ଚୋରି କରନ୍ତି, କାହିଁକି ପରୀକ୍ଷାରେ କପି କରନ୍ତି, କେଉଁ ପ୍ରଶ୍ନ କଠିନ ମନେ ହେଲେ କାହିଁକି ଏପରି ହିଂସ୍ର ଅଶୋଭନ ଭାବରେ ପରୀକ୍ଷା ହଲରୁ ବାହାରି ଆସନ୍ତି? ଏଗୁଡ଼ାକ ଅନ୍ୟାୟ, ଅତ୍ୟନ୍ତ ଅନ୍ୟାୟ। ଏ ଜିନିଷ କଦାପି ହେବା ଉଚିତ ନୁହେଁ। କେହି ଏସବୁ ସମର୍ଥନ ମଧ୍ୟ କରିବ ନାହିଁ। ତଥାପି କାହିଁକି ହୁଏ? କାହିଁକି ଏପରି ପିଲାମାନେ ଭୁଲ ପଥରେ ଗୋଡ଼ ବଢ଼ାନ୍ତି, ଏପରି ବିକୃତ ଆଚରଣ କରନ୍ତି? ଗୋଟେ ପାସ୍ ଫେଲରେ ସେମାନଙ୍କର କେତେ ଦୂର ଆସେ ଯାଏ, ତେବେ କ'ଣ ତାହା ଚିନ୍ତା କରିଛନ୍ତି? ଘରର ଅବସ୍ଥା ଖରାପ, କକାଙ୍କ ଚିଠୁ ଜାଣିଲି। ୟାରି ଭିତରେ ପେଟର ଭାତର ଭାବନା ଦେଖା ଦେଇଛି। ନୂଆ ଧାନ ଉଠୁ ନ ଉଠୁଣୁ ମୋର ଲକ୍ଷ୍ମୀଙ୍କ ପାଖର ଶେଷ ଟଙ୍କାଟା ପର୍ଯ୍ୟନ୍ତ ଯାଇଛି। ହୁଏତ ଗୋରୁ ବିକ୍ରି କରି ସାମାନ୍ୟ କିଛି ପଠାଯିବ। ଲେଖିଥିଲି, ଗୋରୁ ବିକିବ ନାହିଁ, ମୁଁ ଯେମିତି ଭାବେ ହଉ ଯୋଗାଡ଼ କରିବି। କିନ୍ତୁ କେଉଁଠୁ ଯୋଗାଡ଼ କରିବି? ଷ୍ଟୁଡେଣ୍ଟ ଏଡ୍ ଫଣ୍ଡରୁ 15 ଟଙ୍କା ସାହାଯ୍ୟ ମିଳିଲା। ତାପରେ ସରକାର କର୍ତ୍ତା ମୋତେ ଡାକି ପଠେଇଲେ। କହିଲେ, ପରୀକ୍ଷା ଫି ପାଇଁ ଭାବନା କ'ଣ? ମୁଁ 50 ଟଙ୍କା ଦେବି ତୁମକୁ। ଏତେ ଦୟା? ସାର୍, ଏତେ ଦିନକୁ ବୁଝିଲି ଦୟା ଖାଲି ଦୟା ନୁହେଁ, ୟା ପଛରେ ଏକ ଭୟଙ୍କର ଦାବି ଥାଏ। ପୃଥିବୀରେ ଦୟାର ନାମ ରଖିବାକୁ ହୁଏ ସାଂଘାତିକ ଭାବରେ। ବିଶ୍ୱାସ କରିବେ ସାର୍, ଅଙ୍କ, ଫିଜିକ୍ସ, କେମିଷ୍ଟ୍ରି, ବଙ୍ଗଳା, ଇଂରାଜୀ କିଛି ପଢ଼ିପାରି ନାହିଁ। 50 ଟଙ୍କା ବିନିମୟରେ ରାତି ପରେ ରାତି ଅନିଦ୍ରା ହେଇ ଜଳାପୋଡ଼ା କରୁଥିବା ଆଖି ଆଉ ମଥାରେ 20 ମହଣ ପଥରର ଭରା ନେଇ ପ୍ରତି ବିନ୍ଦୁ ରକ୍ତ ଦେଇ ମୋତେ ଖଟିବାକୁ ହେଇଛି। କର୍ତ୍ତାଙ୍କ ଖାତା ତିଆରି କରିଛି। କି ଖାତା? ଇନକମ୍ ଟ୍ୟାକ୍ସ ଫାଙ୍କି ଦେବାର ଖାତା, ଗୋପନ ଖାତା। 50 ଟଙ୍କାର ଦାୟ ପ୍ରତ୍ୟେକଟି ସ୍ନାୟୁ ଦେଇ ପ୍ରତି ବିନ୍ଦୁ ରକ୍ତ ଦେଇ ମୋତେ ମିଟେଇବାକୁ ହେଇଛି। ତଥାପି ପରୀକ୍ଷା ଦେବାକୁ ଆସିଥିଲି। ତଥାପି ଆଶା ଛାଡ଼ିନି। ଭାବିଥିଲି ଗୋଟେ ମିରାକେଲ ଘଟିଯିବ। ଚୋରି କରି ହାତ ପାକଳ କରିଛି। କପି କରିବା ପାଇଁ ବହିର ପୃଷ୍ଠା ଚିରି ବି ଆଣିଥିଲି। କିନ୍ତୁ ମିରାକେଲ ତ ଘଟିଲା ନାହିଁ। ଜାମା ତଳୁ ଏତେ ଟିକେ କାଗଜ ମୁଁ ବାହାର କରି ପାରିଲି ନାହିଁ। ଫାର୍ଷ୍ଟ ପେପରରେ, ସେକେଣ୍ଡ ପେପର, ଥାର୍ଡ ପେପର, ମୋ ଆଖି ଆଗରେ ସବୁ ନାଚି ବୁଲିଲେ। ଖାଲି ସରକାର କମ୍ପାନୀର ଜାଲ ଖାତା ଘୁରି ବୁଲିବାକୁ ଲାଗିଲା ମୁଣ୍ଡ ଭିତରେ। ପ୍ରତ୍ୟେକ ଛାତ୍ର ଆଉ ଇନଭିଜିଲେଟର ମାନଙ୍କୁ ମୁହଁ ଗୋଟାଏ ଗୋଟାଏ ଜମା ଖର୍ଚ୍ଚର ହିସାବ ଖାତା ପରି ଦେଖାଗଲା। ଏଇ ବଙ୍ଗଳାର ଖାତା ମୋର ଶେଷ ଖାତା। ସାର୍, ୱାର୍ଣ୍ଣିଂ ପଡ଼ିଲା। ଆଉ 5 ମିନିଟ୍ ପରେ ହିଁ ଖାତା ଛଡ଼େଇ ନେବେ। ମୋର କଥା ବି ଶେଷ ହୋଇଗଲାଣି। ଆଜି ସନ୍ଧ୍ୟା ପରେ ହିଁ ଯେକୌଣସି ଗୋଟେ ଟ୍ରେନର ଚକ ତଳେ ମୋର ଚିତ୍ତ ମନର ଭାର ସବୁ ଜଳିଯିବ, ମିଳିଯିବ। ମୁଁ ବଞ୍ଚିବାକୁ ଚାହୁଁଥିଲି ସାର୍। ମୁଁ ସ୍ୱାଧୀନ କୁମାର, ସ୍ୱାଧୀନ ଭାରତବର୍ଷ ପାଇଁ ବଞ୍ଚିବାକୁ ଚାହିଁଥିଲି। କାହିଁକି ମୁଁ ବଞ୍ଚି ପାରିଲି ନାହିଁ? ମୋ ପକ୍ଷରୁ ହଜାର ହଜାର ଛାତ୍ରଙ୍କ ପାଇଁ ସେଇ ପ୍ରଶ୍ନ ଆପଣଙ୍କ ଆଗରେ ରଖିଗଲି। ଜବାବଟା ଆପଣ ଭାବି ଦେଖିବେ। କାପୁରୁଷ ପରି ଆତ୍ମହତ୍ୟା କରୁଛି ନା ସାର୍? ଏଇ ମୋର ପରାଜୟ ନୁହେଁ, ମୋର ପ୍ରତିବାଦ। 42 ସେପ୍ଟେମ୍ବର ମାସରେ ଏକ ପ୍ରଳୟ ରାତିରେ ମୋ ବାବା ଦେଶର ମାଟିରେ ବୁକୁରେ ରକ୍ତ ଢାଳି ଦେଇଥିଲେ। ମୋର ରକ୍ତ ବିଦେଶର ଲକ୍ଷ ଲକ୍ଷ ଛାତ୍ରଙ୍କ ପାଇଁ ସେହିପରି ଗୋଟିଏ ଇତିହାସର ସୂଚନା ରଖିଯିବ। ସେ ଇତିହାସ କେବେ ଗଢ଼ି ଉଠିବ ମୁଁ ଜାଣେ ନା। ଆପଣ ଜାଣନ୍ତି ସାର୍, ଆପଣ କହିଦେଇ ପାରିବେ। ପ୍ରଣାମ। ଶେଷ ହେଲା ଚିଠି ଗଳ୍ପ। ମାନନୀୟ ପରୀକ୍ଷକ ମହୋଦୟ ସମୀପେଷୁ, ନମସ୍କାର।